ଜୟ ଜଗନ୍ନାଥ। ପୁତ୍ରଦା ଏକାଦଶୀ ବର୍ଷରେ 2 ଥର ଆସିଥାଏ। ପ୍ରଥମ ଶ୍ରାବଣ ମାସରେ, ଦ୍ୱିତୀୟ ପୌଷ ମାସରେ। ଯେଉଁ ନାରୀକୁ ସନ୍ତାନ ହେଉନଥାଏ ବହୁତ ପ୍ରୟାସ କରିସାରିଛନ୍ତି। ଏହି 2ଟି ପୁତ୍ରଦା ଏକାଦଶୀ ବ୍ରତ ସନ୍ତାନ ସୁଖ ଦେବା ପାଇଁ ଶକ୍ତିଶାଳୀ ଅଟେ। ଶାସ୍ତ୍ର ଅନୁସାରେ ରାଜା ସୁକୁମାର ଏବଂ ରାଣୀ ସୌବ୍ୟାଙ୍କୁ ସନ୍ତାନ ପ୍ରାପ୍ତି ହେଉନଥିଲା। ସେ ଦୁହେଁ ଗଭୀର ଦୁଃଖରେ ମୁନିମାନଙ୍କ ଶରଣ ନେଲେ। ମୁନିମାନେ ପୌଷ ମାସରେ ପୁତ୍ରଦା ଏକାଦଶୀ ବ୍ରତ ବିଧିବଦ୍ଧ ଭାବରେ କରିବାକୁ ଉପଦେଶ ଦେଲେ। ରାଜା ରାଣୀ ଶୁଦ୍ଧ ଶ୍ରଦ୍ଧାରେ ଶ୍ରୀ ବିଷ୍ଣୁଙ୍କୁ ପୂଜା ଉପାସନା ଏବଂ ରାତ୍ରି ଜାଗରଣ କଲେ। ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇ ପୁତ୍ର ଦାନ କଲେ। ସେଥିପାଇଁ ଏହି ପୁତ୍ରଦା ଏକାଦଶୀ ସନ୍ତାନ ପ୍ରାପ୍ତି, ବଂଶବୃଦ୍ଧି, ଗୃହ ସୁଖ ପାଇଁ ପାଳନ କରାଯାଏ। ପୁତ୍ରଦା ଏକାଦଶୀ ବ୍ରତ ଉପାୟ ହେଉଛି ପ୍ରାତଃ ସ୍ନାନ ପରେ ଶ୍ରୀ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ପୂଜା। ହଳଦିଆ ବସ୍ତ୍ର ଧାରଣ କରନ୍ତୁ, ଶୁଦ୍ଧ ଘିଅରେ ଦୀପ ଜାଳନ୍ତୁ, ବିଷ୍ଣୁଙ୍କୁ ତୁଳସୀ ଜଳ ଅର୍ପଣ କରନ୍ତୁ। ମାତା ଲକ୍ଷ୍ମୀଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ। ଓಂ ନମଃ ଭଗବତେ ବାସୁଦେବାୟ, ଓಂ ଶ୍ରୀଂ ମହାଲକ୍ଷ୍ମୀ ନମଃ ମନ୍ତ୍ର 21 ଥର ଜପ କରନ୍ତୁ। ଭୁଲରେ ବି ତାମସିକ ଭୋଜନ, କ୍ରୋଧ, କଟୁବଚନ ବ୍ରତକୁ ଭୁଲ ଉପାୟରେ ବା ଅବହେଳା ଭାବରେ କରନ୍ତୁ ନାହିଁ। ଯେତେବେଳେ ଶ୍ରୀହରି ପ୍ରସନ୍ନ ହୁଅନ୍ତି, କୋଳ ଭରି ଉଠେ ଆଉ ଘରେ ଖୁସି ମଧ୍ୟ ଆସେ।